ସୁଦଶା ବ୍ରତରେ 10ର ମହତ୍ଵ ବହୁତ ଅଧିକ। ତ ସବୁ କିଛି ମାଙ୍କ ପାଖରେ ଯାହା ବି ଲାଗେ ତ 10ଟି ହିଁ ଜିନିଷ ଲାଗେ। ସେହିପରି 10ଟି ଫୁଲ କ'ଣ କ'ଣ ମା ପାଖରେ ଲାଗେ? ମା ଲକ୍ଷ୍ମୀଙ୍କ ପାଖରେ ମାଙ୍କର ପ୍ରିୟ ଫୁଲ ପଦ୍ମ ଲାଗିଥାଏ। ପ୍ରଥମ ହେଉଛି ପଦ୍ମ, ଦ୍ୱିତୀୟ ଟଗର, 3ରେ ତରାଟ, 4ରେ ମଲ୍ଲି, 5ରେ ରଜନୀଗନ୍ଧା, 6ରେ ଗୋଲାପ, 7ରେ ଆପଣ ଗେଣ୍ଡୁ ଫୁଲ ଦେଇପାରିବେ। ତ ଗେଣ୍ଡୁ ଫୁଲ ନାଲି ଗେଣ୍ଡୁ, ହଳଦିଆ ଗେଣ୍ଡୁ, ଏହିପରି ଭାବରେ ଦୁଇ ପ୍ରକାର ଆପଣଙ୍କର ହେଇଗଲା 7, 8। 9ରେ ଆପଣ ସେବତୀ, 10ରେ ସୋରିଷ ଫୁଲ। ଯଦି ଆପଣଙ୍କୁ ସୋରିଷ ଫୁଲ ମିଳୁନାହିଁ ତାହେଲେ ମାନେ ଧଳା ସେବତୀ ଆପଣ ପୂଜା କରିପାରିବେ, ହଳଦିଆ ରଙ୍ଗର ସେବତୀ ପୂଜା କରିପାରିବେ। ଏଇ ଭାବରେ ଆପଣଙ୍କ 10 ପ୍ରକାର ଫୁଲ ହେଇଗଲା। ଯଦି ଆପଣଙ୍କ ପାଖରେ 10 ପ୍ରକାର ଫୁଲ ନ ମିଳେ ତାହେଲେ ଆପଣ ଗୋଟିଏ ଫୁଲ ମାନେ ଗୋଟିଏ ପ୍ରକାର ଫୁଲ 10 ଥର ଅର୍ପଣ କଲେ ମଧ୍ୟ ଆପଣଙ୍କର 10ଟି ଫୁଲ ସହିତ ସମାନ ହୋଇଯାଇଥାଏ। ତେଣୁକରି ଆପଣଙ୍କ ପାଖରେ ଯେକୌଣସି ଫୁଲ ମଧ୍ୟ ଅଛି ଆପଣ ତାକୁ 10 ଥର ଯଦି ଆପଣ ଅର୍ପଣ କରୁଛନ୍ତି ତାହେଲେ ମାଙ୍କୁ ମଧ୍ୟ ସେଇ ଫୁଲ ଲାଗି ହୋଇଥାଏ।